ପାଖାପାଖି କିଲେର ମାନେ ଏଇ କଙ୍କଡ଼ାର ମାନେ ଯେଉଁ ରସଟା ଯେଉଁ ଥାଏ ଏଇଟା ପୁରା ବହୁତ ମିଠା ଲାଗେ। ରାଇସ୍ ଉପରେ ପକେଇଦେଲି ମାନେ ତା ଫ୍ଲେଭରଟା ଅଲଗା ପ୍ରକାର ଆସିବ। ମାନେ ସ୍ପେଶିଆଲି ଚିଲିକା କଙ୍କଡ଼ା ଗୋଡ଼ରୁ ହିଁ ଏଇ ଜିନିଷଟା ବାହାରିବ। ବର୍ତ୍ତମାନ ମୁଁ ଅଛି ଖୋର୍ଦ୍ଧାର ଅଲିଉଡ୍ ଫୁଡ୍ ପାର୍କ ରେଷ୍ଟୁରାଣ୍ଟରେ। ଆଉ ମୋ ପାଖରେ ଅଛି ପୁରା ବିରାଟ ବଡ଼ ଚିଲିକାରୁ ଆସିଥିବା ଫ୍ରେଶ୍ କଙ୍କଡ଼ା। ଆଉ ଏଇଟା ବର୍ତ୍ତମାନ ରୋଷେଇ ହବ ପୁରା ବାଗେଇକି ଘରୋଇ ଷ୍ଟାଇଲ ଯେମିତି ଆମର ଝୋଳ ହୁଏ ସେଇ ହିସାବରେ ହବ। ତ ଚାଲନ୍ତୁ ଦେଖିବା ଅଲିଉଡ୍ ଫୁଡ୍ ପାର୍କ ରେଷ୍ଟୁରାଣ୍ଟରେ ଆମ ଏକ୍ସପିରିଏନ୍ସଟା କେମିତି ରହୁଛି। ସର୍ଭ କରୁଛନ୍ତି ପୁରା ଗରମ ଗରମ ରାଇସ୍, ତା ସହିତ କଙ୍କଡ଼ାଟା ବି ସର୍ଭ କରିବେ। କଙ୍କଡ଼ାର ଯେଉଁ ଆମର ଗୋଟେ ଗାର୍ନିଶ ପାଇଁ ରଖା ହେଇଥିଲା ଯେଉଁ କଭର, ତ ବର୍ତ୍ତମାନ କଙ୍କଡ଼ାରେ ଆସିଲା ଗୋଟେ ପିସ୍ ଆମର ଏଇଠି। କଙ୍କଡ଼ାର ବଡିରୁ କଙ୍କଡ଼ାର ଗୋଡ଼ଟାକୁ ଅଲଗା କରିବା, ଦେଖିବା କରିପାରୁଛି କି ନାହିଁ। ଯାହା ହଉ ଗୋଟେ ଥରକେ ହେଇଗଲା। କଙ୍କଡ଼ାଟା କେତେ ବଡ଼ ସାଇଜ୍ଟେ ହେଇଥିବ, ଭାଙ୍ଗିବି କେମିତି? ମୋ ପାଇଁ କଟର ଫଟର କିଛି ନାହିଁ। ଆଉ ଭିତରେ ଆପଣ ଫ୍ଲେସ୍ଟା ଦେଖିପାରୁଥିବେ, ବଡ଼ା ଫ୍ଲେସ୍ଟା ଦେଖିପାରୁଥିବେ, ଝୋଳଟା ଟିକେ ବୁଢ଼ା ହେଲା। ମସ୍ତ ଅଛି ମସ୍ତ ଅଛି, ବାଗେଇକି ପୁରା କୁକ୍ ହେଇଯାଇଛି। ମାନେ ଚିଲିକାରୁ ଫ୍ରେଶ୍ କଙ୍କଡ଼ା ଆସିଲେ ଆପଣ ଏଇଭଳିଆ ଜିନିଷ ଏକ୍ସପେକ୍ଟ କରିବେ।